লিখনের কাহিনী আজির গল্প কেউ ভাষার লোক কিরে শোলা অন্ধ। দিনকর কথা মহারাজা কুশচন্দ্র সভারে থাନ୍ତି। ପରିଷଦଗଣ ମଧ୍ୟ ବହୁ ପରିମାଣରେ ଉପସ୍ଥିତ। ସେଥିମଧ୍ୟରେ ଗୋପାଳ ମଧ୍ୟ ଥିଲେ। କିନ୍ତୁ ସେଦିନ ସଭାରେ ଏକ ନୂଆ କଥା ଆବିଷ୍କାର ହେଲା। ପ୍ରତିଦିନ ଲୋକଟିଏ ରାଜାଙ୍କ ସଭାରେ ଉପସ୍ଥିତ ହେଉଛି। ସେ ଯେତେବେଳେ ସଭାରେ କଥା ହେଉଛି, ଦିନେ ଉତ୍କଳ ଭାଷାରେ, ଦିନେ ହିନ୍ଦୀ ଭାଷାରେ, କେବେ କେବେ ତାମିଲ ଭାଷାରେ ତ କେବେ ଇଂରାଜୀ ଭାଷାରେ କଥା ହେଉଛି। ପ୍ରକୃତରେ ସେ କେଉଁ ଜାତିର ଲୋକ ତାହା କିନ୍ତୁ ଠଉରାଇ ହେଉନାହିଁ। ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ, ଆଚ୍ଛା ଗୋପାଳ, ଇଏ ପୁଣି କେଉଁ ଜାତିର ଲୋକ ଓ ବାସ୍ତବତାର ମାତୃଭାଷା କ'ଣ ହୋଇପାରେ? ଏକଥା ଭାବି ଭାବି ରାଜା ଗୋପାଳକୁ କହିଲେ, ଏହା ଯଦି ଆସନ୍ତାକାଲି ସୁଦ୍ଧା ନ କହିପାରିବ ତାହେଲେ ତୁମର ମୁଣ୍ଡ କଟା ହେବ। ପରଦିନ ଗୋପାଳ ରାଜସଭାକୁ ଯାଉ ଯାଉ ଏକ ବୃକ୍ଷ ମୂଳରେ ଜଗି ବସିଲେ। ଏଥର ସେହି ଲୋକର ଆସିବାର ସମୟ ହୋଇଯିବାରୁ ଲୋକଟି ସେହି ପଥ ଦେଇ ଆସିଲା। ଗୋପାଳ ଲୁଚିକରି ସେହି ବୃକ୍ଷମୂଳରେ ବସିଥିଲେ। ସେ ଯେତେବେଳେ ଜାଣିଲେ ଯେ ଲୋକଟା ସେ ବୃକ୍ଷକୁ ଛାଡ଼ି ଆଗକୁ ଚାଲିଲା, ଗୋପାଳ ପଛଆଡ଼ୁ ଯାଇ ତାକୁ ଗୋଟିଏ ଧକ୍କା ମାରିଲେ। ଆଉ ଲୋକଟା ମଧ୍ୟ ଧକ୍କା ଖାଇ ତଳେ ପଡ଼ିଯିବାରୁ ତା ମୁଖରୁ ହଠାତ୍ ବାହାରି ପଡ଼ିଲା, ଶଳା ଅନ୍ଧଟା କିରେ। ଗୋପାଳ ତତ୍କ୍ଷଣାତ୍ ସେ ସ୍ଥାନ ଛାଡ଼ି ଧାଇଁ ଧାଇଁ ପଳେଇ ଆସିଲେ ରାଜସଭାକୁ। ରାଜାଙ୍କୁ କହିଲେ, ଶୁଣିଲେ ତ ମହାରାଜ, ସେ ଲୋକଟା ସମ୍ପୂର୍ଣ୍ଣ କଞ୍ଚା ଓଡ଼ିଆ ଆଜ୍ଞା। ରାଜା ଏଥିଲାଗି ସେଦିନ ଗୋପାଳକୁ ଧନ୍ୟବାଦ ଦେବା ସହ କିଛି ଅର୍ଥ ପୁରସ୍କାର ଦେଲେ। ଗୋପାଳ ମନ ସେଦିନ ଖୁବ୍ ଆନନ୍ଦ। ରାଜାଙ୍କ ପୁରସ୍କାର ପଇସାରୁ କିଛି ଖର୍ଚ୍ଚ କରି ଘର ଲାଗି କିଛି ମାଛ କିଣି ନେଇଗଲେ। ଆଉ ସ୍ତ୍ରୀଙ୍କ ଆଗରେ ଥୋଇ ଦେଇ କହିଲେ, ନିଅ, ଏହାକୁ ଟିକେ ଯତ୍ନ କରି ସୋରିଷ ବାଟଣ ଦେଇ ରାନ୍ଧିଦେଲ। ତାପରେ ପତ୍ନୀ ମାଛଟିକୁ ଯତ୍ନ ସହକାରେ ରାନ୍ଧି ଥୋଇଦେଲେ। ଗୋପାଳ ଗୋଟିଏ ଚୌକସିଆ ଭୋଜନ କରି ଖଟ ଉପରେ ଯାଇ ଥକା ମେଣ୍ଟାଇଲେ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।